କାକଟପୁର ମା ମଙ୍ଗଳାଙ୍କ ସ୍ୱପ୍ନାଦେଶରେ 1996 ମସିହାରେ ଖୋର୍ଦ୍ଧା ନିକଟସ୍ଥ ଦଧିମାଛ ଗଦିଆରୁ ମହାପ୍ରଭୁ ଜଗନ୍ନାଥଙ୍କ ଦାରୁପ୍ରାପ୍ତ ହୋଇଥିଲା। ପରେ ବିଶ୍ୱଶାନ୍ତି ମହାଯଜ୍ଞ 1998 ମସିହାରୁ ମହାପ୍ରଭୁ ଜଗତରନାଥ ମନ୍ଦିର ପ୍ରତିଷ୍ଠା ହୋଇ ମହାପ୍ରଭୁ ଜଗନ୍ନାଥ ସହିତ ଅନ୍ୟ ଦେବାଦେବୀମାନେ ପୂଜା ପାଇ ଆସୁଛନ୍ତି। ପ୍ରତ୍ୟେକ ବର୍ଷ ବୈଶାଖ ମାସ ଶୁକ୍ଳ ଏକାଦଶୀ ଠାରୁ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ବିଶ୍ୱଶାନ୍ତି ମହାଯଜ୍ଞ ପ୍ରସାଦ ସେବନ ହୋଇ ଆସୁଅଛି। ଦଧିମାଛ ଗଡ଼ିଆ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ସଭାପତି ତଥା ସେବକ ମାନସ ରଞ୍ଜନ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଏହି ବିରାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ଆସୁଥିବା ବେଳେ ରାଜ୍ୟ ତଥା ରାଜ୍ୟ ବାହାରୁ ଏପରିକି ଆମେରିକା କାଲିଫର୍ଣ୍ଣିଆରୁ ଶ୍ରଦ୍ଧାଳୁମାନେ ଆସି ଆଳତୀ ଜଗତରନାଥ ଭଜନ ଚଣ୍ଡୀପାଠ ହନୁମାନ ଚାଳିଶା ରାମଲୀଳା ଉପଭୋଗ କରୁଥିବା ବେଳେ ଉକ୍ତ ଅଞ୍ଚଳ ଦଧିମାଛ ଗଡ଼ିଆକୁ ରାଜ୍ୟ ସରକାର ପର୍ଯ୍ୟଟନ ସ୍ଥଳ ମାନ୍ୟତା କେବେ ଦେବେ ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ପିତା ପ୍ରସନ୍ନ କୁମାର ପଟ୍ଟନାୟକ ଦଧିମାଛ ଗାଡ଼ିଆ ଆମ ଘର ଜଗନ୍ନାଥ ମନ୍ଦିର ଦାରୁ ରକ୍ଷକ ଆମ ପିତାଙ୍କ ନାଁରେ ଜମି ଥିଲା ଏଇଠି, ତେଣୁ ସେଇଠି ମନ୍ଦିର ହେଇଛି, ମୁଁ ସେଇ ତାର ପୃଷ୍ଠପୋଷକ। ଆଉ କେଉଁ ମସିହାରୁ ଏଇଟା ଆରମ୍ଭ ହେଲା? କ'ଣ 1996 ମସିହାରେ ଜଗନ୍ନାଥଙ୍କ ଦାରୁ ଏଠାରୁ ପ୍ରାପ୍ତି ହୋଇଥିଲା। ତାପରେ ସେ ଆମ ମାଆଙ୍କୁ ସ୍ୱପ୍ନାଦେଶ ହେଲା। 1998 ମସିହାରେ ଏଠାରେ ମନ୍ଦିର ପ୍ରତିଷ୍ଠା ହେଲା। ସେଇଦିନ ଠାରୁ ବିଶ୍ୱଶାନ୍ତି ମହାଯଜ୍ଞ ଏଠି ପାଳନ କରାଯାଉଛି। ଦୀର୍ଘ 29 ବର୍ଷ ହେଲା ଏହା ମହାସମାରୋହରେ ପାଳିତ ହେଉଛି। ଆଜି ହେଉଛି ଶେଷ ଦିନ। ସମାବେଶ କେମିତି ହେଉଛି? ଆଜ୍ଞା, ସମାବେଶ ସନ୍ଧ୍ୟାବେଳକୁ ଆଜି ଟିକେ ଖରା ଯୋଗୁଁ ଟିକେ କମିଯାଇଛି। ସନ୍ଧ୍ୟାବେଳକୁ ପ୍ରବଳ ଲୋକ ଏଠି। କେତେଟା ପର୍ଯ୍ୟନ୍ତ? ଆଜି ତ ଶେଷ ଦିନ, ରାତି 11-12 ଯାଏଁ ଚାଲିବ। ଏଠି ରାମଲୀଳା ହେବ ବି, ରାତି ଯାକ ତ ଚାଲିବ। ଆଚ୍ଛା, ଦୂର ଦୂରାନ୍ତରୁ? ହଁ, ଦୂର ଦୂରାନ୍ତରୁ ବହୁତ ବାହାରୁ କିଏ ଆସନ୍ତି? ଓଡ଼ିଶା ବାହାରୁ, ହଁ, ଓଡ଼ିଶା ବାହାରୁ। ମୋ ପୁଅ ତ ଆସିଛି ବର୍ତ୍ତମାନ। ମୋର ଦେହ ଟିକେ ଖରାପ ଥିଲା, ମୋ ପୁଅ ଆମେରିକାରୁ ଆସିଛି, ଏଠି କର୍ତ୍ତା ହେଇଛି ବର୍ତ୍ତମାନ। ତେଣୁ ଦୂର ଦୂରାନ୍ତରୁ ସବୁଆଡ଼ୁ ଆସନ୍ତି। ଆମ ଗାଁର ବାହାରେ ସମସ୍ତେ ରହନ୍ତି, ଚାକିରିଆ ସମସ୍ତେ ଆସନ୍ତି ଏଇ ପବିତ୍ର ମହୋତ୍ସବକୁ। କ'ଣ କହିବେ ଜନସାଧାରଣଙ୍କୁ? ଜନସାଧାରଣଙ୍କୁ ଆମର ଏତିକି, ଜନସାଧାରଣ ତ ଆସୁଛନ୍ତି, କିନ୍ତୁ ସରକାରଙ୍କୁ କହୁଛୁ ଏଇଟା ଗୋଟେ ବାର୍ତ୍ତା ଦେବେ। ଏଇଟା ସମସ୍ତଙ୍କର ମଙ୍ଗଳ ହେଉ, ଏହା ମୋର ପ୍ରାର୍ଥନା। କିନ୍ତୁ ଏହାକୁ ଟିକେ ସରକାରଙ୍କର ଦୃଷ୍ଟି ପଡ଼ନ୍ତା, ଗୋଟେ ପର୍ଯ୍ୟଟନ ସ୍ଥଳୀ ହୁଅନ୍ତା। ମାନେ ସବୁ ରିପୋର୍ଟ ଯାଇଛି, ଏହା ଆପଣମାନଙ୍କୁ ମାନେ ଟିଭି ମାଧ୍ୟମରେ ମୁଁ ଜଣାଉଛି, ଏଟାକୁ ପର୍ଯ୍ୟଟନ ସ୍ଥଳୀରେ ପରିଣତ କରାଯାଉ। ଥ୍ୟାଙ୍କ ୟୁ। ପଟ୍ଟନାୟକ, ମୁଁ ରୁହେ, ମୋ ଗାଁ ଏଇଠି ଦଧିମାଛ ଗାଡ଼ିଆ, କିନ୍ତୁ ଏବେ ମୁଁ ରହୁଛି 21 ବର୍ଷ ହେଲାଣି ସାନ୍ ଫ୍ରାନ୍ସିସ୍କୋ ବେ ଏରିଆରେ, କାଲିଫର୍ଣ୍ଣିଆ। କୁଆଡ଼େ ଆସିଥିଲେ? ଏଠି ମୁଁ ଯଜ୍ଞ କରିବାକୁ, ବାବାଙ୍କୁ ସାହାଯ୍ୟ କରିବାକୁ ଆସିଛି। ବାବା ସବୁ ବର୍ଷ କରନ୍ତି, 26 ବର୍ଷ ହେଲାଣି। ତାଙ୍କ ଟିକେ ଯେହେତୁ ଦେହ ଖରାପ ଅଛି, ମୁଁ ଭାବିଲି ମୁଁ ନେକ୍ସଟ ତାକୁ ଟିକେ ଯଜ୍ଞ କରିବାକୁ ଚଲେଇବାକୁ ପଡ଼ିବ। ଆଉ କ'ଣ କେମିତିଆ କ'ଣ ଆପଣଙ୍କୁ ଲାଗୁଛି? ଏଇଟା ଗୋଟେ ଜଗନ୍ନାଥ ହେଲା ମହାବିଷ୍ଣୁ, ତାଙ୍କର ଯଜ୍ଞ କରିବାଟା ଗୋଟେ ପୁଣ୍ୟର କାମ। ଯେହେତୁ କରିବାକୁ ଯେଉଁ ସୁଯୋଗ ମିଳୁଛି, ବହୁତ ମାନେ ଏଇଟା ଗୋଟେ ଆମର ଭାଗ୍ୟର କଥା। ଆଚ୍ଛା, ଆପଣଙ୍କର ଇଏ ସବୁ ଦେଖିଲା ପରେ ଆପଣଙ୍କ ନିଜର ବିବେକ କ'ଣ କରୁଛି? ସେପଟେ ଆପଣଙ୍କ କାଲିଫର୍ଣ୍ଣିଆରେ ଆପଣ ସେଠି ବି ସେମିତିଆ କିଛି କରିବାକୁ ଇଚ୍ଛୁକ କି? ଆଜ୍ଞା, ଆମେ ଗତ 4 ବର୍ଷ ହେଲା ଜଗନ୍ନାଥ ମନ୍ଦିର, ଆମର କାଲିଫର୍ଣ୍ଣିଆ ଜଗନ୍ନାଥ ମନ୍ଦିର ନଥିଲେ, ସବୁବେଳେ ଜଗନ୍ନାଥ ଏମିତି ପାର୍ଶ୍ୱ ଦେବତା ହେଇକି ରହୁଥିଲେ। ତ 4 ବର୍ଷ ହେଲା ଆମେ ନିଜର ଗୋଟେ ଜଗନ୍ନାଥ ମନ୍ଦିର ଚଲେଇଛୁ। ଏବେ ଗୋଟେ 9 ଏକର ଜାଗା କିଣା ହେଇଛି, ସେଇଠି ଆମର JCEC ବୋଲି ଅର୍ଗାନାଇଜେସନ୍ ନା, ସେଇଟା ଆମ ଜଗନ୍ନାଥ ମନ୍ଦିର ହେବ। ଏବେ କିନ୍ତୁ ଭଡ଼ାରେ ଚାଲିଛନ୍ତି, ଇଣ୍ଡିପେଣ୍ଡେଣ୍ଟ ଜଗନ୍ନାଥ ମନ୍ଦିର କାଲିଫର୍ଣ୍ଣିଆରେ। କିପରି ଲାଗୁଛି ଆପଣଙ୍କୁ? ଏଇଟା ତ କହିଲି ଯେ ଏଇଟା ଗୋଟେ ଭାଗ୍ୟର କଥା, ଯେ ସମସ୍ତଙ୍କୁ ସୁଯୋଗ ମିଳେନି ମହାବିଷ୍ଣୁ ଜଗନ୍ନାଥଙ୍କର କାମ କରିବାକୁ। ଯେହେତୁ ସୁଯୋଗ ମିଳିଛି, ଏଇଠୁ ଆମର ଦାରୁ ବାହାରିଥିଲେ 96 ମସିହାରେ, ଲାଗୁଛି ବହୁତ ଭାଗ୍ୟର କଥା ଲାଗୁଛି। କ'ଣ କହିବେ ଶେଷକୁ? ଏତେ ଯେ ଏଇଟା ଯଦି ଟିକେ ପର୍ଯ୍ୟଟନ ସ୍ଥଳ ହେଇପାରନ୍ତା, ବହୁତ ଏଇ ପାଖ ଆଖ ଲୋକମାନଙ୍କ ପାଇଁ ଟିକେ ସୁବିଧା ହୁଅନ୍ତା, ଉନ୍ନତି ହୁଅନ୍ତା ଏଇ ଜାଗାଟିରେ। ମୋ ନାଁ ହେଲା ଗଣେଶାନନ୍ଦ। କେଉଁଠୁ ଆସିଥିଲେ? ମୁଁ ଜାଗୁଲପାଟଣା ମୁଖ୍ୟ। ଆଜି କେଉଁ ଉଦ୍ଦେଶ୍ୟ ଆସୁଛନ୍ତି? ଆଜି ଯଜ୍ଞ ହେଉଛି ପୂର୍ଣ୍ଣାହୁତି ଜଗନ୍ନାଥ ମନ୍ଦିର 27ତମ ବାର୍ଷିକ ଉତ୍ସବ ବିଶ୍ୱଶାନ୍ତି ମହାଯଜ୍ଞ। ପ୍ରତିବର୍ଷ ମୁଁ ଆସେ ଏଇ ପୂର୍ଣ୍ଣାହୁତି ବେଳକୁ, ମୋତେ ବହୁତ ଭଲ ଲାଗେ। ଆଉ ମାନସ ବାବୁ ସେ ଅତି ପବିତ୍ର ଲୋକ, ମହତ ଲୋକ। ତାଙ୍କର ଯେଉଁ କଥା, ମଧୁର କଥାରେ ମୁଁ ପ୍ରତିବର୍ଷ ଆସି ଏଠି, ମୋତେ ବହୁତ ଭଲ ଲାଗେ। ଆଉ ଭଗବାନଙ୍କର ଜଗନ୍ନାଥଙ୍କର ଯେଉଁ ଦାରୁ ଯାଇଛି, ଏ ବାସ୍ତବିକ ହେଉଛି ପବିତ୍ର ଜାଗା। ମହାପ୍ରଭୁଙ୍କର ଯେଉଁ ଦାରୁ ଯାଇଛି, ଏ ହେଉଛି ଜଗନ୍ନାଥ ମହାବିଷ୍ଣୁ, ବଳଭଦ୍ର ସଦାଶିବ, ସୁଭଦ୍ରା ବ୍ରହ୍ମଶକ୍ତି ପ୍ରଣମାନ ହୁଏ। ତେଣୁ ଏଇ ଯେଉଁ ବ୍ରହ୍ମ ଦାରୁ
भगवान को पीठ को आसिले मन पवित्र हो जाए, मन बहुत आनंद आसी जाए। तेणु से भगवान को तो नाम सुधा सिंधु जले हंसर प्राय ज्ञानी भले उठंती भ्रमी बुढ़ी प्राणी तोहर नाम उंचे भले नित्य स्मरण चरण ताहा न लागे। तेणु से भगवान के नाम रूप को सुधा सिंधु पालन कर स्नान पूर्वक पद्मपाद को अहरह चिंतन कर महाप्रभु जगन्नाथ ए जीव सुख व आनंद पाई जाए। तेणु से आम प्रतिवर्ष परी ये आम आसुचु केवल ये मानस बाबूर जो हस हस मुख पवित्रता बेसी मत आकर्षण करे। तेणु भगवान पाखे मुझे मागुची महाप्रभु पाखे तांकर शरीर से सुस्थ रही था। आम प्रतिवर्ष पर एमती आसु था। महाप्रभु मंगल करंतु। जय जगन्नाथ। खोर्धार सैयद लियाकत अलीଙ୍କ रिपोर्ट नायवती टीवी।